चलନ୍ତୁ ସାଙ୍ଗମାନେ ଆଜି ମାନା ପ୍ରକାଶ ରୋଷେଇ ଘରେ ଦେଖିବା ନାଡ଼କିଲିର ପ୍ରସ୍ତୁତି ପ୍ରଣାଳୀ। ନମକିନ୍ର ଦେଖନ୍ତୁ ଏଇଟା ଘରେ ବି ତିଆରି କରିକିରି ପିଲାମାନଙ୍କୁ ବି ଦେଇପାରିବେ, ଟିଫିନ୍ ଦେଇପାରିବେ, ଘରେ ରଖିପାରିବେ। କେମିତି କରିବା ଚାଲନ୍ତୁ ପ୍ରସ୍ତୁତି ପ୍ରଣାଳୀକୁ। ଆଗ ଅରୁଆ ଚାଉଳକୁ ଧୋଇକିରି ଶୁଖେଇ ଦେଇଥିବେ ଟିକେ, ତାପରେ ତାକୁ ଗ୍ରାଇଣ୍ଡର ଜାରରେ ଟିକେ ବୁଲେଇ ଦେଇକି ଏମିତି ଟିକେ ଖଦଡ଼ା ଟିକେ ବେଶୀ ପତଳା ହେଇନଥିବ, ଗୁଣ୍ଡ ହେବା ଦରକାର ନାହିଁ। ତାକୁ ଟିକେ ଏମିତି ଗୁଣ୍ଡ କରିଦେଇଥିବେ। ଯେଉଁ ତାଟିଆରେ ନେଇଥିବେ ଚାଉଳ ତାଟିଆରେ ନେଇଥିବେ ସେଇ ତାଟିଆରେ ତାଟିଆଏ ବେସନ ନେବେ। ତା ଦେହରେ ମେଜରମେଣ୍ଟଟା ସବୁବେଳେ ମନେ ରଖିଥିବେ। ତାଟିଆଏ ବେସନ, ତାଟିଆଏ ଚାଉଳ ଗୁଣ୍ଡ, ଲୁଣ ଆବଶ୍ୟକ ଅନୁସାରେ ଲୁଣ, ଜୁଆଣି ତା ଦେହରେ ଟିକେ ମଳିକିରି ପକାଇ ଦେଇଛି। ଏଇଟା ହେଉଛି ଆମର ଧଳା ରାଶି, ସୋଢ଼ା ଟିକେ ପକାଇବେ, ବେକିଂ ପାଉଡ଼ର ହାଫ୍ ଚାମଚ ବେକିଂ ପାଉଡ଼ର, ଲଙ୍କାଗୁଣ୍ଡ। ତାପରେ ଏଠି ତେଲ ଆମେ ଗରମ କରିବା, ପୁରା ଗରମ ତେଲ, ଫୁଟନ୍ତା ତେଲ ପୁରା। ଯେଉଁ ଗିନାରେ ଗିନାଏ ଚାଉଳ ନେଇଥିବେ ଆମେ ତା ଦେହରେ ଅଧ ଗିନେ ଚାମଚରେ ଚାମଚେ ପୁରା ଗରମ ତେଲ, ଫୁଟିବା ତେଲ ପୁରା ତା ଦେହରେ ପକାଇଦେବା। ଏଇଟା ତାତିଛି ତେଣୁ ତାକୁ ଚାମଚରେ ଆମେ ଆକୁ ଗୋଳେଇବା, ନହେଲେ ହାତ ତାତିଯିବ। ଚାମଚରେ ଆକୁ ଗୋଳେଇକିରି ଟିକେ ମିଶାଇ ଦେଇକି ଥଣ୍ଡା କରିଦେଲା ପରେ ତାପରେ ଦୁଇ ହାତରେ ଆମକୁ ଭଲକି ମିଶାଇ ଦେବା। ତାକୁ ଘଷିକିରି ଜୁଆଣି ଯେଉଁ ପଡ଼ିଛି ଆଉ ଧଳା ମେଥି ପଡ଼ିଛି, ଧଳା ରାଶି ପଡ଼ିଛି ନା, ମିଶାଇ ଦେବା। ତାକୁ ମିଶାଇ ଦେଇ ଯେଉଁ ତାଟିଆରେ ଆମେ ନେଇଥିଲେ ବେସନ ଚାଉଳ ସେଇ ତାଟିଆରେ ଦେଖନ୍ତୁ ମୁଁ ତାଟିଆଏ ପାଣି ନେଇଛି। ତାକୁ ଟିକେ ଟିକେ କରି ପାଣି ଛିଞ୍ଚିକିରି ଦେଖନ୍ତୁ ଅଧା ତାଟିଆରୁ ଟିକେ ବେଶୀ ପାଣି ସରିଲା। ଏକାଥରେ ପାଣି ପକାଇ ଦେବେନି, ତାକୁ ଭଲକିରି ଚକଟି ଦେବେ, ଟିକେ ଭଲକିରି ମିଶାଇ ମାଶି ଚକୁଟି ଦେଇ ତାକୁ ଘୋଡ଼େଇକିରି ତାକୁ ରଖିଦେବେ। ଘୋଡ଼େଇ ଦେଲେ କିଛି ସମୟ ତାକୁ ଅଧଘଣ୍ଟାଏ ତାକୁ ପୁରା ଟାଇଟ୍ କରି ଚକୁଟିଥିବେ, ଏମିତି ପୁରା ପାଣିଆ କରିବେନି, ଏମିତି ଟାଇଟ୍ କରି ଚକୁଟି ତାକୁ ଘୋଡ଼େଇକିରି ପୁରା ଅଧଘଣ୍ଟାଏ ଛାଡ଼ିଦେବେ। ତାପରେ ବେଲଣା ପେଡ଼ି ଦେହରେ ଟିକେ ତେଲ ମାରିଦେବା, ନହେଲେ ସେଇଟା ଇଏ ହେବ ନାହିଁ। ବେଲଣା ପେଡ଼ି ଦେହରେ ଟିକେ ଭଲକିରି ତାକୁ ତେଲ ମାରି ଦେଇକିରି ତାକୁ ଟିକେ ଚକଟି ଦେବା। ପୁଣି ଥରେ ଆଣିଥିରି ଅଧଘଣ୍ଟାଏ ପରେ ପୁରା ତାକୁ ଚକୁଡ଼ି ଦେବା। ତେଲଟାକୁ କଡ଼େଇରେ ବସାଇଥିବା, ପୁରା ଖାଲି ଉଷୁମ ଥିବ, ନ ପକାଇକିରି ବି ପକାଇଲେ ଚଳିବ। ଏମିତି ଧୀରେ ଧୀରେ ହାଲକା ହାତରେ, ବେଶୀ ଟାଇଟ୍ କରିବେନି, ଛିଣ୍ଡିଯିବ ନହେଲେ। ହାଲକା ହାତରେ ତାକୁ ଆମେ ଯେମିତି ସେପ୍ ଦେଇପାରିବା, ଏମିତି ଛୋଟ ଛୋଟ ଜିନିଷ ଧରି ଏମିତି ହାତରେ ଆଗ ଗୁଳାଟା କରିବେ, ତାପରେ ବେଲଣା ପେଡ଼ିରେ ଏମିତି ତାକୁ ହାଲକା ହାତରେ ଏମିତି କରିବେ। ଯେକୌଣସି ସେପ୍ ଦେଇପାରିବେ, ଯେମିତି ଆପଣଙ୍କର ଇଚ୍ଛା, ଯେମିତି ଭଲ ଲାଗିବ ନାଡ଼କିଲି ଖାଇବା ପାଇଁ, ଛୁଆଙ୍କୁ ବୁଝେଇବାକୁ ଯେମିତି ପସନ୍ଦ ହେବ। ଏମିତି ଧୀରେ ଧୀରେ ହାଲକା ହାତରେ କରିବେ, ଜୋରରେ ମାଡ଼ି ଦେବେନି। ହାଲକା ହାତରେ ଧୀରେ 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 ଏମିତି କରିବେ। ଯେତେ ଲମ୍ବା ତାକୁ ଯେତେ କରିପାରିବେ, ଯେମିତି ସେପ୍ରେ ବି ଆପଣ କରିପାରିବେ, ଗୋଲ କରିପାରିବେ, ଚାରିକଣିଆ କରିପାରିବେ, ଏମିତି ଯେମିତି ବି ଆପଣ ତାକୁ କରିପାରିବେ, ପିଲା ଯେମିତି ଭଲ ପାଇବେ ଖାଇବା ପାଇଁ। କିନ୍ତୁ ତେଲଟାକୁ ଏମିତି ହାଲକା ପୁରା ଲୋ ଫ୍ଲେମ୍ରେ ପୁରା ରଖିଥିବେ ଗ୍ୟାସ୍ର। ତାକୁ ଜମା ବଢ଼େଇବେନି, ନହେଲେ ଭିତରଟା ଜମା ହେବନି, କୁରକୁରିଆ ହେବନି, ନହେଲେ ନରମ ହେଇଯିବ, ଭିତରଟା କଞ୍ଚା ରହିବ, ହେଇନଥିବ। ଦେଖନ୍ତୁ ଏମିତି ପକାଇଦେବେ। ସିଏ ତା'ର ଧୀରେ ଧୀରେ ପୁରା ଆରମ୍ଭରୁ ଶେଷ ଯାକେ ସାରିବା ପର୍ଯ୍ୟନ୍ତ ଏମିତି ପୁରା ଲୋ ଫ୍ଲେମ୍ରେ କରିବେ, ନହେଲେ ଭିତର ଗୁଡ଼ାକ କଞ୍ଚା ରହିବ, ଟାଇଟ୍ରେ ବହୁତ ଦିନ ବି ରହିବ ସିଏ। ତାକୁ ଗୋଟେ କପଡ଼ା ଦେହରେ, ଓଦା କପଡ଼ାରେ ଗୁଡ଼େଇକିରି ରଖିଦେବେ। ତାକୁ ଧୀରେ ଧୀରେ ହାଲକା ହାତରେ ଲମ୍ବା କରିକିରି ହାଲକା ହାତରେ କରିବେ, ଜୋର ଜମା ଦେବେନି। ଚାଉଳ ଗୁଣ୍ଡ ପଡ଼ିଛି ନା, ତା ପାଖରେ ଯଦି ସେଉ ଛାଞ୍ଚ ବି ଥିବ, ଯଦି ତା ଭିତରେ ବି କରିଦେବେ, ସେଇଟା ବି ଭଲ ହେବ। ମୋ ପାଖରେ ସେଉ ଛାଞ୍ଚଟା ନଥିଲା, ମୋର ଖାଲି ସେଉ ଛାଞ୍ଚଟା ଅଛି, ତା ଦେହରେ ଆଉ ଅଲଗା ଯେଉଁ ଗାଣ୍ଠିଆ ଛାଞ୍ଚ ହେରିକା ସେରା ସବୁ କିଛି ନାହିଁ। ତେଣୁ ମୁଁ ହାତରେ ଏଇଟାକୁ କରିଦେଉଛି। ହାତରେ ବି କଲେ କିଛି ଅସୁବିଧା ନାହିଁ, ହାତରେ ବି ଭଲ ହେବ, ଯେମିତି ସାଇଜ୍ ଚାହିଁବେ କରିବା ପାଇଁ। ଦେଖନ୍ତୁ କେମିତି ମୁଁ କରୁଛି, ସେମିତି କରିବେ, ତରତର ହେବେନି ଜମା। ଏମିତି ଧୀରେ କିରି ସାଙ୍ଗେ ସାଙ୍ଗେ ଇଏ ହେବ। ଛୁଆଙ୍କ ପାଇଁ ବି ଟିଫିନ୍ ରଖିପାରିବେ, ନିଜେ ବି ସନ୍ଧ୍ୟାବେଳେ ଖାଇପାରିବେ। ଯୁଆଡ଼େ ବାହାରକୁ ବି ଯାଉଛନ୍ତି, ବାହାରକୁ ବୁଲିବା ପାଇଁ ଟ୍ରେନ୍ ହେରିକା ଯାଉଛନ୍ତି, କରିକି ରଖିଦେଇଥିବେ, ପୁରା ମାସେ ବି ରହିବ, କିଛି ତା'ର ଖରାପ ହେବନି, କିଛି ହେବନି, ବଢ଼ିଆ ବି ରହିବ। ଯେତେବେଳେ ଖାଇବେ ବିଟ ଲୁଣ ପକାଇକିରି, ଲଙ୍କାଗୁଣ୍ଡ ଯଦି ହେବ, ଲଙ୍କାଗୁଣ୍ଡ ତ ପଡ଼ିଛି, ଯିଏ ଆଉ ଟିକେ ରାଗ ଚାହିଁବେ ସେମାନେ ଲଙ୍କାଗୁଣ୍ଡ ବିଟ ଲୁଣ ଗୋଳେଇକିରି ବି ରଖିକି ଖାଇପାରିବେ। ଦେଖନ୍ତୁ ମୁଁ ଆଉ ଗୋଟେ ପ୍ରକାରିଆ କେମିତି କରୁଛି ଦେଖନ୍ତୁ। ଏମିତି ବି ତାୱା ବେଲଣା ପେଡ଼ି ଉପରେ ଏମିତି ସାଇଜ୍ରେ ବି ପୁରା ଗୋଲ ଗୋଲ କରି ପୁରା ଗୋଲ କରିକିରି ବି କରିପାରିବେ, ଯେମିତି କରିପାରିବେ।
ବେଲଣା ପେଡ଼ି ଦେହରେ ଏମିତି କରିପାରିବେ। ଏମିତି ଧୀରେ ଧୀରେ ତାକୁ ସବୁ ପୁରା ଲୋ ଫ୍ଲେମ୍ରେ ଛାଣିବେ, ସବୁ ଲୋ ଫ୍ଲେମ୍ରେ, ଜମା କେତେବେଳେ ବି ବଢ଼େଇବେ ନାହିଁ। ଦେଖନ୍ତୁ ମୁଁ କେତେ ସୁନ୍ଦର ଭାବରେ ଗୋଟି ଗୋଟି ଯେମିତି ଡିଜାଇନରେ ହେଉ, ମୁଁ ବିଭିନ୍ନ ଡିଜାଇନରେ କରିଛି, ଆପଣଙ୍କୁ ଯେଉଁଟା ସୁଏ ଦେଖିଲେ। ଆଉ ମାନ ପ୍ରକାଶକୁ ସବୁବେଳେ ପାଇଁକି ଲାଇକ୍ ସେୟାର ଫଲୋ କରୁଥିବେ। ମୋତେ ବିଦାୟ ଦିଅନ୍ତୁ, ପୁଣି ନୂଆ ଏପିସୋଡ଼ରେ।